ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନ୍ ମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛନ୍ ବେଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜିର କଥା ନି ସିଂହ ଆର୍ ମୂଷା। ଥରେ ଜଙ୍ଗଲର ରାଜା ସିଂହ ଉତ୍ତମ ମଧ୍ୟମ ଖାଇ ଆରାମରେ ଗୋଟେ ଗଛ ତଲେ ଘୁଙ୍ଗୁଡ଼ି ମାରି ମାରି ଶୋଇଥାଏ। ସେ ଗଛ ପାଖେ ଚୁଟିଆ ମୂଷାଟେ ଗାତ କରି ରହୁଥାଏ। ସେ ସିଂହ ଘୁଙ୍ଗୁଡ଼ି ମାରି ଶୋଇବାର ଦେଖି ତାର ଉପରେ ଡେଗେଇ ଡେଗେଇ ଖେଲୁଥାଏ। କେତେବେଲେ ସିଂହର ମୁଡ଼େ ଚଢ଼ି ଲେଞ୍ଜ ପାଖେ ଉତରୁଥାଏ ତ କେତେବେଲେ ଲେଞ୍ଜ ଆଡ଼େ ଚଢ଼ି ମୁଡ଼ ପାଖେ ଉତରୁଥାଏ। ସିଂହ ନିଦର ଭରମେ ଯେତେ ଖେଦିଲେ ମୂଷା ଫେର୍ ଥରେ ଉତ୍ପାତ ହେଇ ଖେଲୁଥାଏ। ଏନ୍ତା ହେଇ ହେଇ ସିଂହ ରିସ୍ମି ହେଇଯାଇସି ଆର୍ ମୂଷା ଯେନ୍ତା ମୁଡ଼େ ଚଢ଼ମି ବଇଲା ବେଲକେ ଖପ କରି ଧରି ପକାସି ଆର୍ କହିସି ଏଡ଼ିକି ଟିକି ଜୀବଟେ ଖାଇଲେ ଗର୍ଷେ ନେଇ ହେଉ ଦାନ୍ତର କେନ୍ତରାକେ ଲଟକି ଯିବୁ। ସେତିନେ ଦେଖୁଛେ ତୋର ସାହସଟା କମ୍ ନାଇଁସେ। ମୁଇଁ ଇ ଜଙ୍ଗଲର ରାଜା, ତୁଇ ମୋର୍ ଉପରେ ଚଢ଼ି ଚଢ଼ି ଖେଲୁଛୁ। ଗୁଟେ ପଞ୍ଜା ଦେଲେ ଚଟଣି ହେଇଯିବୁ କହି ସିଂହ ମୂଷାକେ ଧରି ପକାସି। ମୂଷା ଡରି ଡରି କହିସି ମହାରାଜ ମୋର୍ ଭୁଲ ହେଇଗଲା, ମୋତେ ଛାଡ଼ି ଦିଅ। ମୋତେ ଛାଡ଼ିଦେଲେ ମୁଇଁ ତମର ଉପକାର କେଭେ ନାଇଁ ଭୁଲେଁ। ତମର ବିପଦ ବେଲେ ମୁଇଁ ତମକୁ ସାହାଯ୍ୟ କରମି। ସିଂହ ହସି ପକାସି ଏତେ ଛୋଟିଆ ଜୀବଟେ ମହାବଲି ସିଂହକେ କାଣା ସାହାଯ୍ୟ କରବୁ। ତଥାପି ମୁଇଁ ତୋର କଥାରେ ଖୁସି ହେଇ ତତେ ଛାଡ଼ି ଦେଉଛେଁ ଯା କହି ସିଂହ ମୂଷାକେ ଛାଡ଼ି ଦେସି। ମୂଷା ଚିଁ ଚିଁ ହେଇ ଖୁସିରେ ତରତରି ପଲାସି। ଏନ୍ତା ଯାଉ ଯାଉ ଦିନେ ଶିକାରୀମାନେ ଜଙ୍ଗଲକେ ଆସି ବରହା ହରିଣ ସମ୍ବର ଧରବା ଲାଗି ଜାଲ ପକେଇଥିସନ୍। ଜାଲ ଉପରେ ଶୁଖା ପତର ଢାବି ଦେଇ ଫାସ୍ କରିଥିସନ୍। ସେ ବାଟେ ସିଂହ ଶିକାର ଖୁଜି ଖୁଜି ଆସୁଥିସି। ଅଞ୍ଝଟେ ସିଂହର ପାଦ ଫାସେ ପଡ଼ି ଯାଇସି ଆର୍ ସେ ଶିକାରୀମାନଙ୍କର ଜାଲେ ପଡ଼ି ଯାଇସି। ମରନକେ ମୁହଁ ଆଗେ ଦେଖି ସିଂହ ଯେତେ ବଲ ଲଗେଇ ଦେଖିଲେ ବି ଜାଲନୁ ବାହାରି ନାଇଁ ପାରେ। ଜାଲ ଭିତରେ ଛଟପଟ ହେଇ ଗର୍ଜନ ଛାଡ଼ୁଥିସି। ସିଂହର ଇ ଗୁଲଗୁଲା ହେଇ କାନ୍ଦୁଥିବାର ରଢ଼ିଟା ମୂଷାର କାନେ ପଡ଼ସି। ମୂଷା ସିଂହ ରାଜା ବିପଦରେ ପଡ଼ିଛନ୍ କହି ସିଂହର ଗର୍ଜନ ଶୁନି ଶୁନି ଜାଲେ ପଡ଼ିଥିବାର ସିଂହର ପାଶେ ପହଞ୍ଚି ଯାଇସି ଆର୍ କହିସି ମହାରାଜ ମୁଇଁ ଆସିଗଲି, ତମେ ଚିନ୍ତା ନାଇଁ କର, ମୁଇଁ ଏବେ ତମକୁ ଜାଲରୁ ବାହାର କରିଦେମି। ସିଂହ ତୁମ ପଡ଼ସି ଆର୍ ମନେ ମନ ଭାବସି ଏତେ ଛୋଟିଆ ଜୀବଟେ ମୋତେ ଏତେ ବଡ଼ ବିପଦରୁ ବଞ୍ଚେଇ ଦେଇ ପାରବା କେଁ କହି ମୂଷାକେ ଘାଏ କାବାହି ଦେଖସି ଆର୍ ନାଇଁ କହେସନ୍ କେଁ ଭାସି ଯାଉଥିବାର ଲୋକକେ ପିଆଲଟେ ଫିକଲେ ବି ଧରି ପକାସି। ହେନ୍ତା ସିଂହ ମୂଷାକେ ଜାଲନୁ କାଢ଼ି ପାରବା ବୋଲି ବିଶ୍ୱାସ ନାଇଁ କରିପାରଲେ ବି କିଛି ଉପାୟ ନାଇଁ ପାଇ ମୂଷାକେ କହିସି ହଉ ଠିକ୍ ଅଛେ, ମୋତେ ଇ ଜାଲରୁ କାଢ଼ବାର ଚେଷ୍ଟା କରି ଦେଖ। ମୂଷା ହଁ ମହାରାଜ କରି ସାଙ୍ଗେ ସାଙ୍ଗ ତାର ମୁନିଆ ମୁନିଆ ଦାঁତେ ଛନ୍ ଘଡ଼ିକେ ଜାଲ କାଟି ପକାସି ଆର୍ ସିଂହ ଜାଲନୁ ବାହାରି ପଡ଼ସି। ସିଂହ ବିଶ୍ୱାସ ନାଇଁ କରିପାରୁଥାଏ ଏତେ ଛୋଟ ମୂଷାଟେ ଏତେ ବଡ଼ ମହାବଲି ସିଂହକେ ଏତେ ବଡ଼ ବିପଦରୁ ବଞ୍ଚେଇ ଦେଲା। ମୂଷା ଚିଁ ଚିଁ କରି କହିସି ମହାରାଜ ସେଦିନ ତମେ ମୋତେ ନାଇଁ ମାରି କରି ଛାଡ଼ି ଦେଇଥିଲ ଆର୍ ମୁଇଁ ତମକୁ ସମୟ ଆଇଲେ ସାହାଯ୍ୟ କରମି ବୋଲି କହିଥିଲି। ଆଜି ସେ ତମର ଉପକାରଟା ମୁଇଁ ଶୁଝିଦେଲି। ମହାରାଜ ସିଂହ ମୂଷାକେ ବେଟି ମୁଡ଼ ଉପରେ ରଖସି ଆର୍ କହିସି ଧନ୍ୟବାଦ ମୂଷା, ଆଜି ତୁଇ ମୋର ଆँଖ ଖୋଲିଦେଲୁ। ଇ ସଂସାରେ କିଏ ଛୋଟ କି କିଏ ବଡ଼ ନାଇଁସେ। ମହାପ୍ରଭୁ ସବକର ପାଖେ କିଛି ନା କିଛି ଶକ୍ତିଟେ ଦେଇ ପଠେଇଛନ୍। କାହାକେ ଛୋଟ ବୋଲି କେଭେ ହିନ୍ ନାଇଁ କରବାର କଥା। ସମିଆ ପଡ଼ଲେ ଛୋଟରୁ ଛୋଟ ଲୋକ ବହୁତ ବଡ଼ କାମ କରିପାରସନ୍। ଆଜିରେ ମୂଷା ମୁଇଁ ତତେ ଦେଖି ଇ କଥାଟା ଶିଖିଲି ଆର୍ ଆଜିରନୁ ମୁଇଁ ଶୁଇଲା ବେଲେ କାଣା ଚେତା ଥିଲା ବେଲେ ମୋର ମୁଡ଼ ଉପରେ ପିଠି ଉପରେ ବସି ବସି ଖେଲବୁ କହି ସିଂହ ମୂଷା ଦୁହେଁ ଜୋର ଜୋରସେ ହସସନ୍ ଆର୍ ସେଦିନୁ ସେ ମୂଷା ସିଂହର ପିଠି ଉପରେ ବସି ଜଙ୍ଗଲ ସାରା ବୁଲି ବୁଲି ଖେଲୁଥିସି।